ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ପ୍ରସ୍ତୁତି ବୈଠକ। ଭାରତ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଲଙ୍କାପୋଡ଼ି ଯାତ୍ରା 2025 ନିମନ୍ତେ ଶ୍ରୀ ମହାବୀର ମନ୍ଦିର ପ୍ରାଙ୍ଗଣରେ ଲଙ୍କାପୋଡ଼ି ଯାତ୍ରା କମିଟି ଦଶପଲ୍ଲା ପକ୍ଷରୁ ପ୍ରସ୍ତୁତି ବୈଠକ ସୋମବାର ଦିନ ଯାତ୍ରା କମିଟିର ସଭାପତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିସହିତ ସମ୍ପାଦକ ସୂର୍ଯ୍ୟମଣି ଦାସ ସହ ସମ୍ପାଦକ ଅଞ୍ଜନ ଦାସ ଓ ସୁଶାନ୍ତ କୁମାର ସିଠ, କୁଆଁରିଆ ମହୋତ୍ସବ ସମ୍ପାଦକ କିଶୋର ଚନ୍ଦ୍ର ସାହୁଙ୍କ ସହିତ ଦଶପଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଜ୍ଞାନୀଜୀବୀ, ସାମ୍ବାଦିକ, ଠିକାଦାର ବନ୍ଧୁମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ପୂର୍ବ ବର୍ଷର ଆୟ ବ୍ୟୟର ହିସାବ ଆଲୋଚନା ହୋଇଥିଲା। ଚଳିତ ବର୍ଷ ପ୍ରଭୁଙ୍କ ଲଙ୍କାପୋଡ଼ି ଯାତ୍ରା ଉତ୍ସବ ଓ କୁଆଁରିଆ ମହୋତ୍ସବ କିପରି ସରସ ସୁନ୍ଦର ତଥା ଲୋକାଭିମୁଖୀ ହେବ ସେଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିସହିତ ଲଙ୍କାପୋଡ଼ି ଯାତ୍ରାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅତିଥି ରୂପେ ଦେଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ରୁ ରଞ୍ଜନ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।